କେଉଁ ଅନାଦି କାଳରୁ କୋଠା ବାଡ଼ି ପରିପୂର୍ଣ୍ଣ ଅଞ୍ଚଳରେ ମନ୍ଦିରଟିଏ ମୁଣ୍ଡ ଟେକି ରହିଛି। ମନ୍ଦିରଟି ଭାରି ସୁନ୍ଦର ଭାବେ ସଜା ହୋଇଛି। ମୁଖ୍ୟ ଦ୍ୱାରରେ ମାଙ୍କ ମୂର୍ତ୍ତି, ଗୋଟିଏ ପାଖରେ ମା କନକ ଦୁର୍ଗା, ଅନ୍ୟ ପାଖରେ ଦେବାଧିଦେବ ମହାଦେବ ଶିବ ଶଙ୍କର, ଆଉ ମଝିରେ ରାମ ଲକ୍ଷ୍ମଣ ସୀତାଙ୍କ ବିଗ୍ରହ ରହିଛି। ମାଙ୍କ ସମ୍ମୁଖରେ ବିଦ୍ୟାଦାତା ବିନାୟକ, ଟିକିଏ ଆଗକୁ ଗଲେ ହନୁମାନଙ୍କ ମୂର୍ତ୍ତି। ଏମିତି ସବୁ ଦେବାଦେବୀ ପରିବେଷ୍ଟିତ ମନ୍ଦିର ସମସ୍ତଙ୍କ ମନ ମୋହୁଥିବା ବେଳେ ଏହାର ନାଁ ଆଉ ଏହି ମନ୍ଦିର କେବେ ନିର୍ମାଣ ହୋଇଛି ତାହା ଜାଣିବାକୁ ଭାରି ଇଚ୍ଛା ହେଲା ଆମର। ତେଣୁ ଆମେ ପହଞ୍ଚିଥିଲୁ ଏହି ମନ୍ଦିର ନିକଟରେ। ଏହି ମନ୍ଦିର ବିଷୟରେ ଆପଣମାନଙ୍କ ପାଖରେ କିଛି ତଥ୍ୟ ପହଞ୍ଚାଇବାକୁ ଯାଉଛୁ, ଯାହା ଆସ୍ଥା ଓ ବିଶ୍ୱାସର କଥା। କୌଣସି ଅନ୍ଧବିଶ୍ୱାସର ପ୍ରସାରଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଆଜି ସବୁ ସ୍ଥାନରେ ସହର କୋଠାବାଡ଼ି ଗଢ଼ି ଉଠିଛି, କିନ୍ତୁ କିଛି ବର୍ଷ ପୂର୍ବକୁ ଫେରିଗଲେ ପ୍ରତ୍ୟେକ ସ୍ଥାନ କିଭଳି ଥିଲା ତାହା ଆପଣମାନେ ଜାଣିପାରିବେ। ବର୍ତ୍ତମାନ ଗାଁ ବି ଧୀରେ ଧୀରେ ସହର ହେବାକୁ ଲାଗିଲାଣି। ଯେଉଁ ଦେବାଦେବୀଙ୍କୁ ଯିଏ ପୂଜା କରନ୍ତି ସେମାନେ ତାଙ୍କ ଇଷ୍ଟଦେବଙ୍କ ମନ୍ଦିର ଗଢ଼ି ପୂଜା କରୁଛନ୍ତି। ତେବେ ଆଜି ଆମେ ନୟାପଲ୍ଲୀ ଶବର ସାହି ମା ସୁନାଦେଈଙ୍କ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ। ନୟାପଲ୍ଲୀ ଅଞ୍ଚଳ ବାସିନ୍ଦାଙ୍କ କହିବା ଅନୁସାରେ ମା ସୁନାଦେଈ ଠାକୁରାଣୀ ଭାରି ପ୍ରତ୍ୟକ୍ଷ। ମା ଭକ୍ତର ଡାକ ଶୁଣନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ମା ସୁନାଦେଈ କେଉଁ ଆବାହମାନ କାଳରୁ ଏଠାରେ ଥିବା ଏକ ଜଙ୍ଗଲର ଗଛମୂଳେ ବାସ କରୁଥିଲେ। ଅନେକ ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ପୂର୍ବପୁରୁଷମାନେ ମା ସୁନାଦେଈଙ୍କୁ ପାଇଥିଲେ ଆଉ ତାଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ। ସେହି ଦିନଠାରୁ ମା ଗଛମୂଳେ ରହି ପୂଜା ପାଇଲେ। ଧୀରେ ଧୀରେ ମନ୍ଦିର ହେଲା। ମାଙ୍କ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଲା। ଭକ୍ତ କି ଶ୍ରଦ୍ଧାଳୁଙ୍କର ଯଦି କୌଣସି ଅସୁବିଧା ହୁଏ କିମ୍ବା ରୋଗ ହୁଏ, ମା ପ୍ରତ୍ୟକ୍ଷ ଭାବରେ ରୋଗ ଭଲ କରିବାର ଆସ୍ଥା ଓ ବିଶ୍ୱାସ ରହିଛି। ମା ସୁନାଦେଈ ରାତି ହେଲେ ସହରରେ ବୁଲନ୍ତି ବୋଲି ଲୋକେ କୁହନ୍ତି। ମା ସୁନାଦେଈଙ୍କୁ ନୟାପଲ୍ଲୀ ଶବର ସାହିର ବାସିନ୍ଦା ଗ୍ରାମ ଦେବତୀ ଭାବରେ ମଧ୍ୟ ପୂଜା କରନ୍ତି। ବିପଦ ଆପଦରେ ଡାକିଲେ ମା ଶୁଣନ୍ତି। କିଏ କେବେ ଅସୁବିଧାରେ ପଡ଼ି ମାଙ୍କୁ ଡାକିଲେ ମା ତୁରନ୍ତ ଉଦ୍ଧାର କରନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ତେବେ ମା ସୁନାଦେଈଙ୍କ ନାଁ ଶୁଣିଲେ ସମସ୍ତଙ୍କ ମୁଣ୍ଡ ଆପେ ଆପେ ନଇଁଯାଏ। ଯିଏ ଯାହା ମନସ୍କାମନା କରନ୍ତି ସବୁ ପୂର୍ଣ୍ଣ ହୁଏ ବୋଲି ପୂଜକ କୁହନ୍ତି। ଆବାହନ କାଳରୁ ମା ରହିଛନ୍ତି। ଜଙ୍ଗଲ ଭିତରେ ମା ଠାକୁରାଣୀ ଥିଲେ। ସେମାନଙ୍କର ତାଙ୍କର ଶବର ସାହିର ପୂଜକ ଥିଲେ। ମାଙ୍କର କାଳିଶୀ 2 ଜଣ ଥିଲେ। ଆଉ ମାଙ୍କ ପାଖକୁ ବହୁତ ମାନସିକ ବ୍ରତଧାରୀମାନେ ଆସନ୍ତି, ଗୁଆ ନଡ଼ିଆ ବସାନ୍ତି। ସେମାନଙ୍କର ମାନସିକତା ବି ମା ବହୁତ ପୂରଣ କରନ୍ତି। ବହୁତ ଦୂରରୁ ସବୁ ଆସନ୍ତି ମାଙ୍କ ପାଖକୁ। ମାଙ୍କର ବିଶେଷ କରି ଗୋଟେ ଝାମୁ ଯାତ୍ରା ହୁଏ ଏଠି। ସବୁ ବହୁତ ସବୁ ଗୁହାରିଆ ପଢ଼ନ୍ତି। ଆଉ ଦୁର୍ଗା ପୂଜା ମାଙ୍କର ବିଶେଷ ବଡ଼ ପର୍ବ 2ଟା, ଦୁର୍ଗା ପୂଜା, ଝାମୁ ଯାତ୍ରା ମାଙ୍କର ଏଠି କରାଯାଏ। ମା ସୁନାଦେଈ ହେଲେ ଏ ଏରିଆର ଗ୍ରାମ ଦେବତୀ। ଆଉ ମାଙ୍କର ବହୁତ ମହିମା ବି ରହିଛି। ଆଉ ମାଙ୍କର ବି ଅଲୌକିକ ଜିନିଷ ବି ହେଇଛି। ବହୁତ ଲୋକ ବି ଆସିଛନ୍ତି ରୋଗ ବରା କେମିତି ମେଡ଼ିକାଲରେ ପଡ଼ିଛନ୍ତି, ଦୀପ ଲଗେଇକି ମାଙ୍କ ପାଖରେ ଭୋଗରାଗ କରି ମାନସିକ କରି ସେମାନେ ବି ଆରୋଗ୍ୟ ଲାଭ କରିଛନ୍ତି। ଏଇ ଯେଉଁ ଜାଗାଟି କହୁଛନ୍ତି ସୁନାଦେଈ ମନ୍ଦିର ଥିଲା, ସେତେବେଳେ ସେ ଗୋଟେ ଗଛ ଥିଲା। ଗଛ ଭିତରେ ଠାକୁରାଣୀ, ଗଛ ମୂଳେ ଠାକୁରାଣୀ ଥିଲେ। ସେଗୁଡ଼ା କୁହନ୍ତି, ମୋ ଜେଜେବାପା ମାନେ କୁହନ୍ତି, ଆମେ ତ ଜାଣିନୁ, ମୋ ଜେଜେବାପା ମାନେ କୁହନ୍ତି ସେ ଚଣ୍ଡିଗବର ବୋଲି ଗୋଟେ ଜାଗା ଥିଲା। ସେଇ ଜାଗାରେ ଥିଲେ ଠାକୁରାଣୀ। ସେ ଠାକୁରାଣୀ ଯେତେବେଳେ ତାଙ୍କୁ କଲେ, ସେତେବେଳେ ଆରେ ତମେ ତ ଏପଟେ ଆସିପାରିବ ନାହିଁ। ବାହାକୁ ଆଣି ଯେତେବେଳେ ହୁଏ ସେଠି ମଙ୍ଗନକୃତ କରିବାକୁ ଯାଆନ୍ତି। ମଙ୍ଗନକୃତ କରିବାକୁ ଗଲାବେଳେ ସେ ଠାକୁରାଣୀ ଜଣଙ୍କଠି ସବାର ହେଲେ, ଜଣେ କାଳିଶୀଙ୍କଠି ସବାର ହେଲେ। ସେ କହିଲେ ଆରେ ମୋତେ ତ ତମେ ଏତେ ଦୂର ବାଘ ଭାଲୁ ସବୁ ଅଛନ୍ତି ଖାଇଯିବେ, ତେଣୁକରି ତମେ ମାନେ ଡରୁଛ, ତମେ ମାନେ ଆସ, ମୋତେ ଏଠୁ ନେଇକି ଯାଅ, ତମ ଗାଁ ପାଖରେ ରଖ। ଶ୍ରୀମନ୍ଦିରରେ ଅଛନ୍ତି ଏଇଠି ଗୋଟେ ଚାଳ ଘର କରିକିରି ସେଇଠି ଚାଳ ଘରେ ରଖିଥିଲେ। ଚାଳ ଘର ରଖିଥିଲେ। ତାପରେ ଆଣିଲେ ବରଗଛ ମୂଳକୁ।
ଆମେ ଛୁଆବେଳୁ ଯୋଉଟା ଦେଖିଛୁ ସେଇଟା କହୁଛୁ ଆଜ୍ଞା। ଯିଏ ଯେମିତି ଡାକେ ସେ ସେମିତି ପାଏ। ଖାଲି ହାତରେ କେବେ ଫେରିନି। ତେବେ ମୋ ଯାହା ଜାଣିବାରେ ମୁଁ ଏଠି 1972 ମସିହାରୁ ଏଠି ରହିଲିଣି। ଆଉ ମାଆଙ୍କ ସମ୍ବନ୍ଧରେ କିଛି ଜାଣିଛି ଆଉ ତାଙ୍କ ସେବା ପୂଜାରେ ନିଜକୁ ସଂପୃଷ୍ଟ କରିଛି। ଆଉ ଏବେ ବି ମୋତେ ଠାକୁରାଣୀ ଭଲରେ ରଖିଛି। ମୋ ସହିତ ମୋ ଗ୍ରାମବାସୀ ସମସ୍ତେ ସାହି ପଡ଼ିଶା ବାସୀ ସମସ୍ତେ ଠାକୁରାଣୀଙ୍କ ସେବା କରୁଛୁ। ଆମର ଅଖଣ୍ଡ ବିଶ୍ୱାସ ରହିଛି। ଆଉ ମୋ ସ୍ତ୍ରୀର କ୍ୟାନ୍ସର ହେଇଗଲା, ମୁଁ ଠାକୁରାଣୀଙ୍କୁ ଜଣାଇଥିଲି, ଗୋଟେ ଫୁଲ ପାଇଥିଲି ଠାକୁରଙ୍କ ପାଖରୁ। ଆଉ ମୋ ସ୍ତ୍ରୀର କ୍ୟାନ୍ସର ଭଲ ହେଇଗଲା ଆଉ ସୁସ୍ଥ ଅଛି। ଆଉ ମୋର ବି ଯେତେ ଥର ଅସୁବିଧା ପଡ଼େ, ବହୁତ ସମସ୍ୟା ଘରୋଇ ସମସ୍ୟା ବହୁତ ହେଇଛି, ମୁଁ ଠାକୁରାଣୀଙ୍କୁ ଜଣେଇଛି, ମୋତେ ସବୁ ଦୟା କରିଛନ୍ତି। ଆଉ ମୋ ସହିତ ଯେଉଁମାନେ ଅଛନ୍ତି ସମସ୍ତଙ୍କର କିଛି ନା କିଛି ଅନୁଭୂତି ଅଛି। ଠାକୁରାଣୀକି ଯିଏ ଯେମିତି ଡାକିବ, ଯେମିତି ଆଶା ରଖିବ, ବିଶ୍ୱାସ ରଖିବ, ସେମିତି ପାଇବ। ଯଦି କେତେବେଳେ ଆପଣମାନେ ନୟାପଲ୍ଲୀ ଶବର ସାହି ଯାଆନ୍ତି ତେବେ ମାଙ୍କ ମନ୍ଦିରକୁ ଯିବାକୁ ଜମା ବି ଭୁଲିବେ ନାହିଁ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।